ଯେଉଁଠି ନାରୀମାନଙ୍କୁ ସମ୍ମାନ ଦିଆଯାଏ, ଯେଉଁଠି ମାତୃଶକ୍ତି को ପୂଜା କରାଯାଏ, ସେଇଠି ଦେବତାମାନେ ଭ୍ରମଣ କରନ୍ତି। କାରଣ ଜାୟା ଜନନୀ ଭଗିନୀର ରୂପାନ୍ତରିତ ଯୋଗରେ ନିଜକୁ ଜଳାଞ୍ଜଳି ଦେଇ ସ୍ନେହ ପ୍ରେମ ମମତାର ମଧୁର ମୁଦ୍ରାରେ ସଭିଙ୍କୁ ଆପଣେଇ ପାରେ କେବଳ ନାରୀ। କିନ୍ତୁ ସବୁ ସ୍ୱାର୍ଥ ତ୍ୟାଗ, ସବୁ ବଳିଦାନ ପରେ ବି ଏ ପୁରୁଷ ପ୍ରଧାନ ସମାଜରେ ପୁରୁଷ ହିଁ ନାରୀର ମେରୁଦଣ୍ଡ ରୂପେ ବିବେଚିତ ହୁଏ। ଇତିହାସ ଆଉ ପୁରାଣର ପୃଷ୍ଠାକୁ ଯଦି ଅବଲୋକନ କରାଯାଏ, ଏମିତି ଅନେକ ଚରିତ୍ର ଆମ ଆଗରେ ସୁସ୍ପଷ୍ଟ। ଯେମିତି ଅହଲ୍ୟା, ଅନିନ୍ଦ୍ୟ ସୁନ୍ଦରୀ ସର୍ବଗୁଣ ସମ୍ପନ୍ନ ଅହଲ୍ୟା ପିତାଙ୍କର ଆଦେଶରେ ମହର୍ଷି ଗୌତମଙ୍କୁ ପତି ରୂପେ ବରଣ କରନ୍ତି। କାୟ ମନ ବାକ୍ୟରେ ସମର୍ପି ଦେଇ ସତୀତ୍ୱର ପରାକାଷ୍ଠାକୁ ଶାଣିତ କରିବା ପାଇଁ ନିଜକୁ ସମର୍ପି ଦିଅନ୍ତି ପତିଙ୍କର ଚରଣ କମଳ ତଳେ। କିନ୍ତୁ ସମୟର ବିଡ଼ମ୍ବନା, ଦିନେ ମହର୍ଷି ଗୌତମଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଦେବରାଜ ଇନ୍ଦ୍ର ଧାରଣ କରନ୍ତି ମହର୍ଷିଙ୍କର ମାୟାବେଶ, ଆଉ ଅହଲ୍ୟାଙ୍କ ନିକଟରେ ପହଞ୍ଚି ରତି ରଚନା କରନ୍ତି ନିଜର କାମନାକୁ ଚରିତାର୍ଥ କରିବା ପାଇଁ। ଆଉ ରତି ରଚନାର ଅନ୍ତିମ ସୋପାନରେ ଉପସ୍ଥିତ ହୁଅନ୍ତି ମହର୍ଷି ଗୌତମ। ଏମିତି ଏକ ଅଭିନବ ପରିସ୍ଥିତିକୁ ଦେଖି କ୍ରୋଧରେ ଜର୍ଜରିତ ହୋଇ ଦି ଜଣଙ୍କୁ ଅଭିଶାପ ପ୍ରଦାନ କରନ୍ତି। ବିନା ଦୋଷରେ ପତିଙ୍କର ଅଭିଶାପକୁ ମଥାପାତି ସହି ନେଇ ଅହଲ୍ୟା ପାଲଟି ଯାଆନ୍ତି ପାଷାଣୀ ଅହଲ୍ୟାରେ। ଆଉ ଅନେକ କାକୁତି ମିନତି ପରେ, ଅନେକ ଅନୁନୟ ବିନୟ ପରେ ମହର୍ଷିଙ୍କଠାରୁ ସାପ ମୁକ୍ତିର ଉପାୟ ଲାଭ କରନ୍ତି ଅହଲ୍ୟା। ଆଉ ଯୁଗ ଯୁଗ ଧରି ଅପେକ୍ଷା କରନ୍ତି ଶ୍ରୀରାମଚନ୍ଦ୍ରଙ୍କର ଆସିବା ବାଟକୁ। ଆଉ ପରିଶେଷରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ପଦସ୍ପର୍ଶରେ ଅହଲ୍ୟା ଉଦ୍ଧାର ହୁଅନ୍ତି।